ଖର୍ଦ୍ଧାସାହି ଗ୍ରାମରେ ରଜ ମହୋତ୍ସବ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଅଢ଼େଇକୁଳ ଗ୍ରାମ ପଞ୍ଚାୟତର ଏକ ଛୋଟିଆ ଗାଁ ହେଉଛି ଖର୍ଦ୍ଧାସାହି ଗ୍ରାମ। ହେଲେ ସେହି ଗ୍ରାମବାସୀଙ୍କ ଉଦ୍ୟମ ବଳରେ ପ୍ରତିବର୍ଷ ବେଶ୍ ଧୁମଧାମରେ ପାଳିତ ହେଉଛି ରଜ ମହୋତ୍ସବଟି। ପହିଲି ରଜ ଉପଲକ୍ଷେ ଗ୍ରାମର ଓ ଆଖପାଖ ଅଞ୍ଚଳର କୁନି କୁନି ଝିଅ ପୁଅମାନେ ହସ ଉଲ୍ଲାସରେ ଏହି ପର୍ବଟି ପାଳନ କରିଥାନ୍ତି। 3 ଦିନ ଧରି ରଜ ଦୋଳି ଖେଳିବା ସହିତ ବିଭିନ୍ନ ପ୍ରକାର ଝୋଟି, ଚିତାଲେଖା, ହୁଳହୁଳି, ପୁଚି ଖେଳ, କବାଡ଼ି ଖେଳ, ନାଚ ଗୀତର ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି। ଏ ସମସ୍ତ କାର୍ଯ୍ୟକ୍ରମ ଥିଲେ ବି ପହିଲି ରଜଟି କୁନି କୁନି ପିଲାମାନଙ୍କ ନାଚ ଗୀତ ବେଶ୍ ଆକର୍ଷଣୀୟ ହୋଇପାରିଥିଲା। ଏପରିକି କୁନି କୁନି କଳାକାରମାନଙ୍କୁ ଦର୍ଶକମାନଙ୍କ ପକ୍ଷରୁ ଆର୍ଥିକ ରାଶି ଦେଇ ପୁରସ୍କୃତ କରାଯିବାର ଦେଖିବାକୁ ମିଳିଥିଲା। ରଜ 3 ଦିନ ଏହି ଗ୍ରାମର ସମସ୍ତ ମୁରବୀ ଓ ରାଜନୈତିକ ବ୍ୟକ୍ତିବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥାନ୍ତି। ଏହି ରଜ ମହୋତ୍ସବଟିକୁ ବିଳାସ ବିହାରୀ ମହାନ୍ତି ପରିଚାଳନା କରୁଥିବା ବେଳେ ତାଙ୍କ ସହିତ ଆଶିଷ ମଲ୍ଲିକ, ରଞ୍ଜନ ଲେଙ୍କା, ସନ୍ତୋଷ ନାୟକ, ସିଦ୍ଧାନ୍ତ ଲେଙ୍କା, ସରୋଜ ରାୟ, ଅମରେଶ ମହାନ୍ତି, ଦୀପ୍ତିରଞ୍ଜନ ନାୟକ, ଟନା ମହାନ୍ତି, ଇଲାବନ୍ତ ନାୟକ, ଆୟୁଷ ମହାନ୍ତି, ଅଟଳ ବିହାରୀ ରାଉତ ଓ ରମେଶ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ। 3 ଦିନ ଧରି ଚାଲିଥିବା ଏହି ରଜ ମହୋତ୍ସବ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ବ୍ୟୁରୋ ଚିଫ୍ ଜ୍ୟୋତିରଞ୍ଜନ ପଟ୍ଟନାୟକଙ୍କ ରିପୋର୍ଟ, AM ମିଡିଆ 24। ଖର୍ଦ୍ଧାସାହି ଆମର ରଜ ମହୋତ୍ସବ ଉପଲକ୍ଷେ ଖର୍ଦ୍ଧାସାହି ଗ୍ରାମବାସୀଙ୍କ ତରଫରୁ ଏଠି 2 ବର୍ଷ ଧରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଗତ ବର୍ଷ ବହୁ ଧୁମଧାମରେ ଏହି କାର୍ଯ୍ୟକ୍ରମ ହେଇଥିଲା। ଅନେକ ସଂଖ୍ୟାରେ ପିଲାମାନେ, ଶିଶୁ କଳାକାରମାନେ ଏଠାରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନାଚ ଗୀତରେ ମନ୍ତ୍ରମୁଗ୍ଧ କରିଥିଲେ ଲୋକମାନଙ୍କୁ। ବହୁ ଖୁସିରେ ସେମାନେ ନାଚ ଗୀତ ଉପଭୋଗ କରିଥିଲେ। ଏ ବର୍ଷ ଆମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଆଜି ପ୍ରଥମ ରଜ। ପହିଲି ରଜରେ ଆଜି ବର୍ଷା ଯୋଗୁଁ ଏହି କାର୍ଯ୍ୟକ୍ରମଟି ତଥାପି ବିଭିନ୍ନ ବାଧା ସତ୍ତ୍ୱେ ଆମର ବହୁ ସୁରୁଖୁରୁରେ ଏହି କାର୍ଯ୍ୟକ୍ରମ ହେଇଛି। ଆଉ ଏହି ରଜ 3 ଦିନ ଏହି କାର୍ଯ୍ୟକ୍ରମ ଆମର ଜାରି ରହିବ। ଶେଷ ରଜ ଦିନ ଏହି କାର୍ଯ୍ୟକ୍ରମ ଶେଷ କରାଯିବ ଆଉ ପୁରସ୍କୃତ କରାଯିବ ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଆମ ଚ୍ୟାନେଲ ସହ ଯୋଡ଼ି ହେବାକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।